ପହଞ୍ଚିଗଲି ଆଉ ମହେନ୍ଦ୍ରଗିରିର ହିଲ୍ ଷ୍ଟେସନ୍ ଏରିଆ କେମିତି ବହୁତ ସୁନ୍ଦର ଦୃଶ୍ୟ। ଓଡ଼ିଶାରେ ଏକ ପ୍ରମୁଖ ତୀର୍ଥକ୍ଷେତ୍ର ବୋଲି ସମସ୍ତେ ଜାଣିଛନ୍ତି। ଆଉ ସମସ୍ତଙ୍କୁ ଅନୁରୋଧ କରୁଛି ଏଠାର ଭ୍ୟୁ ପଏଣ୍ଟ ଆଉ ଯେଉଁ ସୁନ୍ଦର ଗ୍ରୀନ୍ ପରିବେଶ ସବୁକୁ ଦେଖିବାକୁ ଆସନ୍ତୁ। ସମସ୍ତଙ୍କୁ ଅନୁରୋଧ, ଏ ଉପରକୁ ଆସିଲେ ଆପଣ ନିଜେ ହଜିଯିବେ। ଏଠାରେ କୁନ୍ତି ଭୀମ ମନ୍ଦିର ସବୁକିଛି ରହିଛି। ଏଠାରେ ଜଗନ୍ନାଥ ମଧ୍ୟ ଅଛନ୍ତି, ଗୁମ୍ଫା ବି ଅଛି। ତେଣୁ ଆସନ୍ତୁ, ବହୁତ ସୁନ୍ଦର ଦେଖିବାକୁ। ବର୍ତ୍ତମାନ ଆଉ କିଛି ଦୂର ରହିଲା, ଫାଇନାଲି ଆମେ ପହଞ୍ଚିଗଲୁ। ଆଉ ଏଇଟା ହେଉଛି ଯୁଧିଷ୍ଠିର ମନ୍ଦିର, ମୋ ବ୍ୟାକ୍ ସାଇଡ଼୍ରେ ଅଛି। ଆଉ ବର୍ତ୍ତମାନ ଏବେ ଘାଟି ଚଢ଼ିକି ଯାଉଛି ଭୀମ ମନ୍ଦିର, ପୁରା ପାହାଡ଼ ଚଢ଼ିବାକୁ ପଡ଼ିବ। ଏ ଛୋଟ ଛୋଟ ଯାକ ଲୋକ ୱିଶ୍ କରି ରଖିଛନ୍ତି। ଆଉ ଏଇଟା ହେଉଛି ଟ୍ରାକିଂ, ଦେଖନ୍ତୁ କେତେ ଲୋକ ଯାଉଛନ୍ତି ଟ୍ରାକିଂ କରିକି, ମହିଳାମାନେ ମଧ୍ୟ ଯାଉଛନ୍ତି। ୱାଓ, କି ସୁନ୍ଦର, କେତେ ସୁନ୍ଦର ମନୋରମ ଦୃଶ୍ୟ। ଏଇ ସବୁଜ ବନାନୀ, ଏଇଟା ସବୁ ଓଡ଼ିଶା ଫରେଷ୍ଟରେ ଯାଉଛି। ଆଉ ସମସ୍ତଙ୍କୁ ଅନୁରୋଧ ଏଠାକୁ ଆସନ୍ତୁ, ଏଠାକାର এই ମନୋରମ ଦୃଶ୍ୟ ଉପଭୋଗ କରନ୍ତୁ। ଆସନ୍ତୁ ମୋର ଭିଉଅର୍ସ ଏବଂ ଦର୍ଶକ ବୃନ୍ଦ, ଏବଂ ସମସ୍ତଙ୍କୁ ଅନୁରୋଧ ଆସନ୍ତୁ, ଆମର ଚ୍ୟାନେଲ୍ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଏ ଉପରକୁ ଛାଡ଼ିକି ଏବେ ଯିବା, ଚାଲନ୍ତୁ। ବର୍ତ୍ତମାନ ଏ ଟ୍ରାକିଂରେ ଯିବା। ଦେଖନ୍ତୁ ଏଇଟା ହେଉଛି ଭୀମ ମନ୍ଦିର। ଏଠି କେମିତି ରଖିଲେ ଭଗବାନଙ୍କୁ ଜଣାଏ ପଥର ଯାକ। ବହୁତ ସୁନ୍ଦର ଦେଖିବାକୁ ଦୃଶ୍ୟ, ପୁରା ଟପ୍ ଅଫ୍ ମାଉଣ୍ଟ। ଆସନ୍ତୁ ସମସ୍ତେ ଦେଖନ୍ତୁ, ଆମର ଚ୍ୟାନେଲ୍ଟା ସବସ୍କ୍ରାଇବ୍ କରନ୍ତୁ। ଏଇଟା ହେଉଛି ସୁନ୍ଦର ଭ୍ୟୁ ପଏଣ୍ଟ, ଦେଖନ୍ତୁ ଦେଖନ୍ତୁ ମନୋରମ, କେତେ ସୁନ୍ଦର ଦୃଶ୍ୟଟା। ଦେଖନ୍ତୁ କେତେ ସୁନ୍ଦର ଦୃଶ୍ୟ। ଆସନ୍ତୁ ବୁଲି ବୁଲି ଦେଖିବା, ଆର ପାରି ବି ଦେଖିବା। ଆର ପାରି ଯେଉଁ ବାଙ୍କ ଟିଙ୍କ ବୁଲି ବୁଲି ଆସିବା ରାସ୍ତାଟା, ଯେଉଁ ସାପ ଭଳି, ସେ ରାସ୍ତା ବି ଦେଖିବା। ଦେଖନ୍ତୁ ଏଠାରେ ଛୋଟେଇକି ଦେଖାଯିବ। ତ ଫେର୍ ଏଇଟା ହେଉଛି ଭୀମ ମନ୍ଦିର। ବଡ଼ ବଡ଼ ପଥର କିଏ ରଖିଲା, କେମିତି ସଜେଇଲେ, ଏଇଟା ଭଗବାନ କି ଜଣା। ସେତେବେଳେ କେମିତି କାରୁକାର୍ଯ୍ୟ ଥିଲା ଆମେ ମଧ୍ୟ ଜାଣିନୁ। এটা ତଦନ୍ତ ହେବାର ଆବଶ୍ୟକ। ସାଇଣ୍ଟିଫିକ୍ ତଦନ୍ତ ହେଲେ ଜଣାପଡ଼ିଥାନ୍ତା। ଦେଖନ୍ତୁ କେତେ ସୁନ୍ଦର, ବହୁତ ସୁନ୍ଦର ଦୃଶ୍ୟ। ଦେଖନ୍ତୁ ଏଇଟା ହେଉଛି ଯେଉଁ ବାଙ୍କଟିଙ୍କ ରାସ୍ତା। ଏପରି ଦେଖନ୍ତୁ, ସେଇଟା ହେଉଛି ପୁରା ବୁଲି 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 ଆସୁଛି ଗାଡ଼ି ଯାକ ଉପରକୁ। ମାନେ ପୁରା ଉପରକୁ ତ ଆସୁନି, ଅଧାରେ କୁନ୍ତି ମନ୍ଦିର ପାଖରେ ରହିଯାଏ ଗାଡ଼ି ଯାକ। ଫେରେ ଚାଲିକି ଟ୍ରାକିଂ କରିକି ପାହାଡ଼ ଉପରୁ ଚଢ଼ିବାକୁ ପଡ଼ିବ ଭୀମ ମନ୍ଦିରକୁ। ପୁଣି ଦେଖି ନିଅନ୍ତୁ, ଆର କାନି ଆପଣଙ୍କୁ ଦେଖାଉଛି ଭ୍ୟୁଟା। ସେଇଟା ହେଉଛି ଭ୍ୟୁ ପଏଣ୍ଟ ଏରିଆ। ଏଇଟା ହେଉଛି ଶଙ୍କର ଭଗବାନ, ଭୀମଶଙ୍କର। ତେଣୁ ସମସ୍ତଙ୍କୁ ଅନୁରୋଧ, ରାତି ରହିଲେ ବହୁତ ମଜା ଲାଗିବ ଏଠାରେ। ଆପଣ ନିଜର ଟେଣ୍ଟ ଫେଣ୍ଟ ଧରି ଆସନ୍ତୁ। ଦେଖନ୍ତୁ ଏ ପୁରା ଟପ୍ରେ ମୁଁ ବର୍ତ୍ତମାନ ଚଢ଼ୁଛି, ପୁରା ଟପ୍ରେ। ଦେଖନ୍ତୁ ଏଇଟା ହେଉଛି ପୁରା ତଳର ଭ୍ୟୁ ପଏଣ୍ଟ। ଏଇଟା ହେଉଛି ଆର କାନିର ଭ୍ୟୁ ପଏଣ୍ଟଟା। ଦେଖନ୍ତୁ ଏଇଟା ବାଙ୍କଟିଙ୍କ ଯେଉଁ ରାସ୍ତାଟା ସେଇଟା। ଫେରେ ଏପଟ ଦେଖନ୍ତୁ ଯୁଧିଷ୍ଠିର ମନ୍ଦିର ଆପଣ ଦେଖାଯିବ, ପୁରା ଛୋଟକି ଦେଖାଯିବ। ରୁହନ୍ତୁ ଦେଖାଉଛି, ପୁରା ଛୋଟକି ଦେଖିଥାନ୍ତୁ। ସେ ଯେଉଁ ଦେଖାଯାଉଛି ସେଇଟା ହେଉଛି ଯୁଧିଷ୍ଠିର ମନ୍ଦିର। ଏଇଟା ହେଉଛି ଭୀମ ମନ୍ଦିର, ପୁରା ସାମ୍ନା ସାମ୍ନି। ଦେଖନ୍ତୁ ତ ଏମିତିକା ଦୃଶ୍ୟ ସେଠାରେ ଆପଣ ଦେଖିପାରିବେ। ତେଣୁ ଆସନ୍ତୁ ମହେନ୍ଦ୍ରଗିରି। ଏଇଟା ହେଉଛି ପାଳାଖେମୁଣ୍ଡି ଡିଷ୍ଟ୍ରିକ୍ଟରେ ପଡ଼ୁଛି।